তুচ্ছ বিশ্বাসঘাতকতা করছ, ধর্ম ছাড়িছ, হেড়ে খাইছ, নিজ কায়াকে অপবিত্র করিছ, তারপরে কৌছ নিজ ধর্মকে পরিবর্তন করিব। থরে শরীর অশুদ্ধি হেলা পরে পুଣି শুদ্ধি হব কেমিতি? ଆପଣ ମାନେ ପଣ୍ଡିତ, ଆପଣ ମାନେ ଚାହିଁଲେ କିଛି ବି ରାସ୍ତା କାଢି ପାରିବେ। ମଣି ପୁରା ଗାଲୁଆଟା ଆଉ ଧର୍ମଗ୍ରନ୍ଥ କଣ ଆମେ ଲେଖିଛୁ? ସବୁ ଭଗବାନ ଲେଖିଛନ୍ତି, ତାଙ୍କ ଲେଖାକୁ ଆମେ କେମିତି ବଦଳାଇ ପାରିବୁ? କାହିଁ ପଣ୍ଡିତ ଆଜ୍ଞା ସେମିତି କୁହନ୍ତୁନି। ମତେ ମତେ ମୋ ଧର୍ମକୁ ଫେରେଇ ନିଅନ୍ତୁ, ମତେ ଦୟା କରନ୍ତୁ। ତୁ ଛୁଇଲେ ଆମ ଭୋଇତେ ମାରା ହବ। ହେଛ ପତିତ ତା ସହିତ ଅଯଥା କଥାବାର୍ତ୍ତା କରି ସମୟ କାହିଁ ନଷ୍ଟ କରିବା? ଠିକ କଥା। ଚାଲ ଚାଲ ହଁ ହଁ ଚାଲ 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 ଚାଲ। ଶୁଣନ୍ତୁ, ଯୋଉ ଧର୍ମର କଠୋରତା ପାଇଁ, ଯେଉଁ ଦେବତାଙ୍କର ଗର୍ବ ପାଇଁ ଆପଣମାନେ ମତେ ଏଠୁ ଫେରେଇ ଦେଉଛନ୍ତି, ସେଇଟା ଆପଣଙ୍କର ଭୁଲ ନିଷ୍ପତ୍ତି। ନିଜ ଭାଷାକୁ ସଂଯତ କର। ବୁଝିଲୁ ମଣି, ହିନ୍ଦୁ ଧର୍ମଟା ଗୋଟେ ଗାଈ ଗୋଠ ନୁହେଁ ଯେ ଯିଏ ଯେତେବେଳେ ଚାହିଁବ ଗୋଠରୁ ଚାଲିଯିବ, ପୁଣି ବୁଲି ବୁଲି ଗୋଠରେ ଆସି ମିଶିଯିବ। ବୈଦିକ ସନାତନ ଧର୍ମ ଇଏ, ୟାକୁ ଅପବିତ୍ର କରିବାର ସାହସ କାହାର ବି ନାହିଁ। ମୁଁ ଅପବିତ୍ର କରିଦେବି। କହିଲା କହିଲା ଇଏ ଅପବିତ୍ର କରିଦବ। ଆରେ ତୁ ନା ତୋ 14 ପୁରୁଷ? ବନ୍ଦ କର। ପ୍ରତିଜ୍ଞା କରିଥିଲି ଆଉ ତରବାରୀ ଧରିବି ନାହିଁ। ଆଜି ଆପଣମାନେ ମତେ ପୁଣି ତରବାରୀ ଧରିବାକୁ ବାଧ୍ୟ କରିଦେଲେ। ହେ ପଣ୍ଡିତ ମାନେ, ମୁଁ ତୁମମାନଙ୍କ ଆଗରେ ପ୍ରତିଜ୍ଞା କରୁଛି, ତୁମର ଗର୍ବ ଅହଙ୍କାରକୁ ମାଟିରେ ମିଶାଇ ଦେବେ। ତୁମ ଧର୍ମର ମୂଳୋତ୍ପାଟନ କରି ବଙ୍ଗୋପସାଗରରେ ଫିଙ୍ଗି ଦେବେ। ଗୋଟିଏ ବି ଦେବାଦେବୀ ମନ୍ଦିର ରହିବ ନାହିଁ, ସବୁ କିଛି ଧ୍ୱଂସ କରିଦେବେ।